ମୋ ଅନୁଭୂତି ରେ ସାଇନାଥ। ନା ରଘुନାଥ ମହାରଣା। କିନ୍ତୁ ସବୁଦିନ ସକାଳୁ ଗଲା ବେଲେ ମୁଁ ବାବାଙ୍କୁ ପ୍ରଣାମ କରିକି ଯାଏ। ବାବା ମୋତେ ଟିକେ ଦର୍ଶନ ଦିଅନ୍ତୁ, ବାବା ମୋତେ ଟିକେ ଦର୍ଶନ ଦିଅନ୍ତୁ। ଏମିତି କିଛି ଦିନ ଗଲା ପରେ ଦିନେ ମୁଁ ରାସ୍ତାରେ ଯାଉଥିଲି। ଉଦୁଉଦିଆ ଦ୍ୱିପହର ହେଇଥାଏ। ଜଣେ ବୃଦ୍ଧ ତାଙ୍କର ଆଶା ବାଡ଼ି ଧରିକି, ଗୋଟେ ଗୋଡ଼ ନଥାଏ କିନ୍ତୁ ସିଏ ମୋତେ ଲିଫ୍ଟ ମାଗିଥିଲେ। ମୋତେ ମନରେ ଭୟ ଥିଲା, ମୁଁ ତାଙ୍କୁ ଲିଫ୍ଟ ଦେଇନଥିଲି। କିଛି ବାଟ ଗଲା ପରେ ପୁଣି ବୁଲିକି ଅନେଇଲା ପରେ ସେ ଲୋକ ବି ନଥିଲେ। ମୋତେ ବହୁତ ଦୁଃଖ ଲାଗିଲା। ପୁଣି ଘରକୁ ଫେରିଲା ପରେ ପୁଣି 2-3 ଦିନ ପରେ ପୁଣି ଆଉଥରେ ଗଲି ସୁନାଖଳା। ସେହି ସମୟରେ ଗଲାବେଳେ ଆମ ଏଇ ଖୋର୍ଦ୍ଧା ମେଡ଼ିକାଲ ଠାରୁ କିଛି ବାଟ ଦୂରରେ ଜଣେ ବାବା, ଠିକ୍ ବାବାଙ୍କ ପରିବେଶ, ପୁରା ପଗଡ଼ି, ପୁରା ଯେମିତି ସେ କଥା କହିପାରନ୍ତିନି, କେବଳ ଯାହା ମାନେ ଠାରରେ କୁହନ୍ତି। ମୋତେ ହାତ ମାରିଲେ, କହିଲେ ମୁଁ କିଛି ବାଟ ଯିବି। ମୁଁ ତାଙ୍କୁ ବସେଇଲି ଗାଡ଼ିରେ। ମନରେ ବହୁତ ଉତ୍ସାହ ଥାଏ, କିନ୍ତୁ ମନେ ମନେ ଭାବୁଥାଏ ଇଏ କ'ଣ ସତରେ ବାବା? ଯଦି ବାବା ତାହେଲେ ମୋ ପିଠିରେ ଟିକେ ହାତ ମାରି ଦିଅନ୍ତେ, ତାହେଲେ ମୁଁ ଜାଣିବି ଏ ବାବା। କିଛି ବାଟ ଗଲା, ମୁଁ ପାନ ଖାଏ। ମୁଁ ପାନରୁ ଖଣ୍ଡେ ତାଙ୍କୁ ଯାଚିଲି, କିନ୍ତୁ ସେ ମନା କଲେ। କହିଲେ ନା ମୁଁ ପାନ ଖାଏନି। ଠାରରେ କହିଲେ ମୁଁ ପାନ ଖାଏନି। ଏହା କହି ମୋ ପିଠିରେ 2 ଥର ହାତ ମାରିଦେଲେ। ପୁଣି କିଛି ବାଟ ଗଲି। କିଛି ବାଟ ଗଲା ପରେ ମୋ ମନ ଭିତରେ ହୃଦୟରେ ଯାହା ଥାଏ ମୁଁ ସବୁ ତାଙ୍କୁ କହୁଥାଏ। କିଛି ବାଟ ଗଲା ପରେ ପୁଣି ମୁଁ ବାବା ମନେ ମନେ ଭାବିଲି, ପ୍ରକୃତରେ ଯଦି ବାବା, ତାହେଲେ ମୁଁ ଯେଉଁଠୁ ଓହ୍ଲେଇବି ସେ ମୋତେ ଯଦି କ'ଣ ଟିକେ ଖାଇବାକୁ ମାଗିବେ, ମୁଁ ଜାଣିବି ଏ ବାବା। କିଛି ବାଟ ଗଲା ପରେ ପିଚୁକୁଳି ପଡ଼ିଲା। ପିଚୁକୁଳି ଠାରୁ ମୋ ପିଠିରେ ହାତ ମାରିକି କହିଲେ ରୁହ, ମୁଁ ଏଠି ଓହ୍ଲେଇବି। ମୁଁ ସେଇଠି ରଖିଦେଲି। ରଖିଦେଲା ପରେ ମୋତେ ସେଠି ପାଖର ଗୋଟେ ଗାଁ ନାଁ ପଚାରିଲେ। ମୁଁ ତ ଜାଣିନି। ମୁଁ ଅନ୍ୟ ଲୋକଙ୍କୁ ଡାକିକି ତାଙ୍କ ଦ୍ୱାରା କଥା ହେଇ ବାବାଙ୍କୁ ବୁଝାଇଥିଲି। ବାବା ତାପରେ ମୋତେ କହିଲେ ପ୍ରଣାମ କର ମୋତେ। ମୁଁ ସେଠୁ ବାବାଙ୍କୁ ପ୍ରଣାମ କରିଥିଲି। ଆଉ ମୁଁ ଯେଉଁ ତାଙ୍କୁ କିଛି ଖାଇବା ପାଇଁ ଭାବିଥିଲି ମନ ଭିତରେ, ସେ କଥା ମୁଁ ଭୁଲି ଯାଇଥିଲି। କିନ୍ତୁ ବାବା ମୋତେ ଡାକିଲେ, କହିଲେ ବାବା ଶୁଣ, ହାତ ଠାରିକିରି କହିଲେ ମୋତେ କିଛି ଖାଇବା ପାଇଁ ଦିଅ। ମୁଁ ତାଙ୍କୁ କିଛି ଅର୍ଘ୍ୟ ଦେଇଥିଲି। ଦେଇଥିଲା ପରେ ମୋତେ କହିଲେ, ମୋ ମୁଣ୍ଡରେ ହାତ ଦେଲେ, କହିଲେ ମୁଁ ଯାହା ମନସ୍କାମନା ପୂର୍ଣ୍ଣ କଲି, ପାଇବା କଥା ମୁଁ ପାଇଥିଲି। ଏଇ ସନ୍ତାନଟିକୁ ମୁଁ ପାଇଥିଲି। ଆଜିକି 10 ବର୍ଷ ହେଲାଣି ମୋର ଏଇ ସନ୍ତାନଟି ନଥିଲା। ମୁଁ ମାଗିଥିଲି ବାବାଙ୍କୁ, ଶିରିଡ଼ିରେ ବି ଯାଇ ମାଗିଥିଲି। ସେ ମୋତେ ଏହାକୁ ପ୍ରଦାନ କରିଥିଲେ।